ଶ୍ରୀପର୍ଣ୍ଣା ପ୍ରକାଶନୀ ପୁରୀ ଆନୁକୂଲ୍ୟରେ ଏକ ମନୋଜ୍ଞ ସାରସ୍ୱତ ସମାବେଶର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରତିଭା ପର୍ଜନ କରି ଶୁଭ ଉଦ୍ଘାଟନ କରିଥିଲେ ପ୍ରଫେସର କ୍ଷୀରୋଦ ରାୟ ମହାପାତ୍ର। ସଭା ପରିଚାଳନା କରିଥିଲେ କବି ମଞ୍ଜୁଶ୍ରୀ ମିଶ୍ର, କବି ପ୍ରଫେସର ଡକ୍ଟର ଚିତ୍ତରଞ୍ଜନ ମିଶ୍ର, କୃଷ୍ଣଚନ୍ଦ୍ର ରଥଙ୍କ ପ୍ରକାଶିତ କବିତା ବହି ତୁମେ ଚିର ଚିତ୍ରମୟ ଓ କବି ହରପ୍ରିୟା ସାହୁଙ୍କ କବିତା ପୁସ୍ତକ ନଗ୍ନ ନୀରବତା ଆଉ ବିସ୍ମୟ ବରଣ କାଳେକୁ ସମୀକ୍ଷା କରିଥିଲେ। ପ୍ରଫେସର କ୍ଷୀରୋଦ ରାୟ ମହାପାତ୍ର ସମକାଳୀନ ସାହିତ୍ୟର ବିଶଦ ଆଲୋଚନା କରି ଉପସ୍ଥିତ କବିତା ପ୍ରେମୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକାଶିତ କବିତା ବହିର ରଚୟିତା କବି କୃଷ୍ଣଚନ୍ଦ୍ର ରଥ ଏବଂ ହରପ୍ରିୟା ସାହୁ ନିଜସ୍ୱ କବିତା ପୁସ୍ତକରୁ କିଛି କବିତା ପାଠ କରି ମନ ମୋହିଥିଲେ। କବି ସୁଜାତା ସିହ୍ନା, କବି ସୁଦୀପ୍ତା ମିଶ୍ର ସଂଯୋଜିତ କବିତା ପାଠକୁ ସଂଯୋଜନା କରିଥିଲେ। କବିତା ପାଠ ପରିଚାଳନା କରିଥିଲେ କବି କ୍ରିଷ୍ଣା ମହାପାତ୍ର ଓ ସଭାପତିତ୍ୱ କରିଥିଲେ ବରିଷ୍ଠ କବି ପ୍ରତିମା ମିଶ୍ର। କବିତା ଆସରରେ କବି ସର୍ବଶ୍ରୀ, କମଳ ଦାସ, ସଦାଶିବ ମିଶ୍ର, ନନ୍ନୀ ଗୋପାଳ ମାନ୍ନା, କଲ୍ୟାଣୀ ମାନ୍ନା, ରମେଶ ଚନ୍ଦ୍ର ଦାସ, ପରଶୁରାମ ପାତ୍ର, ପ୍ରମୋଦ କୁମାର ଆଚାର୍ଯ୍ୟ, କମଳିନୀ ପାଣିଗ୍ରାହୀ, ସର୍ବେଶ୍ୱର ସାହୁ, ଶାନ୍ତିଲତା ମହାପାତ୍ର, ଦାମୋଦର ପରିଡ଼ା, ସୁଶାନ୍ତ କୁମାର ଜେନା, ଦେବସ୍ମିତା ପ୍ରଧାନ, ପବିତ୍ର ମୋହନ ଦାସ, ମାନମୟୀ ରଥ, ମହେଶ୍ୱର ଜେନା, ପ୍ରିୟପ୍ରସାଦ ମିଶ୍ର, କବିତା ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର, ସୁରେଶ ପଟ୍ଟନାୟକ, ପ୍ରଶାନ୍ତ କୁମାର ତ୍ରିପାଠୀ, ମୀରା ମହାନ୍ତି, ଅଶୋକ କୁମାର ମିଶ୍ର, ସଞ୍ଜୟ କୁମାର ବରାଳ, ରୂପଶ୍ରୀ ମିଶ୍ର, ପ୍ରଫେସର ସୁକଦେବ ମହାନ୍ତି, ଅର୍ଜୁନ ସାମନ୍ତରା, ବାଳକୃଷ୍ଣ ବେହେରା, ସୂର୍ଯ୍ୟନାରାୟଣ ପଣ୍ଡା, ସୁବ୍ରତ ଜେନା, ସୋନଲତା ତ୍ରିପାଠୀ, ଚିତ୍ତରଞ୍ଜନ ବିଶ୍ୱାଳ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ରମେଶ ଚନ୍ଦ୍ର ଦାସ। उमाकांत महापात्र श्रीपर्णा जो साहित्य पत्रिका बाहर मु तार संपादक एवं श्रीपर्णा प्रकाशनी प्रकाशक दीर्घ 40 वर्षर परिश्रमर ये फलश्रुति आज श्रीपर्णार 3 गोटी पुस्तक उन्मोचन होछि। कवि कृष्णचंद्र रथंकर कविता संकलन तुमे चिर चित्रमय जगन्नाथଙ୍କ ଉପରେ रचित एक कविता पुस्तक, कवि हरप्रिया साहुंकर नग्न नीरवता एवं विस्मय बरण काले ये दुईटी कविता बही आज प्रकाशित है एवं यह वर्तमान लोकार्पण कार्यक्रम अनुष्ठित होपर समीक्षा करेंगे डॉक्टर चित्तरंजन मिश्र, प्रोफेसर इंग्राजी, जी कि आंतर्जातिक स्तर रे जड़े विख्यात कवि